এইটা ଛିକିଲା ବେଳକୁ ଖଣ୍ଡ ହେଇଯାଇଛି ଖଣ୍ଡଟା ଧରିକି ପଳେଇଲେ ଏଇଟା ରହିଗଲା ସାମାନ ମାଗିକି ଜିନିଷ ଦଉଛି ସାମାନ ନାଇଁ ପରା ସିସିଟିଭି ନାହିଁ। ଆଜି ପ୍ରଶାନ୍ତ ପାତ୍ରଙ୍କର ଦୋକାନ ଖୋଲା ଥିଲା। ତାଙ୍କେ ପ୍ରଶାନ୍ତ ପାତ୍ର ତ ନାହାନ୍ତି, ତାଙ୍କର ୱାଇଫ ଥିଲେ। ଦିନ 12ଟା ବେଳକୁ 2 ଜଣ ଆସିଲେ ସାମାନ ମାଗିଲେ। ଏଟା ହଉଛି ନନ୍ଦାହାଣ୍ଡି ବ୍ଲକ ଆଉ ହେଡକ୍ୱାର୍ଟର ହଉଛି ଡଙ୍ଗରବଜା। ଡଙ୍ଗରବଜା ଗୋଟେ ଗହଳି ଜାଗା ପାଖରେ ରହିକରି 2 ଜଣ ଦୁର୍ବୃତ୍ତ ଆସିଲେ ସାମାନ ମାଗିକରି ଏଣା ତେଣେ ଜିନିଷ ମାଗିଲେ। ତାପରେ ସେ ସୁନା ଚେନଟାକୁ ଯେତେବେଳେ ଆଖି ଲାଳୁଥିଲା ତାକୁ ସେ ସୁନା ଚେନ ଟାଣିକରି ପଳେଇଲେ। ପାର୍ଟି କରୁଛନ୍ତି ଚୋର ଚୋର ବୋଲା ବେଳକୁ ସେମାନେ ଗୁଳାବେ ରାସ୍ତା ଦେଇକରି କୁଆଡେ ଗଲେ ଏପର୍ଯ୍ୟନ୍ତ ଜଣା ପଡେ। ଯଦି ଦିନ ଦ୍ୱିପହରେ ଯଦି ପ୍ରକାର ଚୋର ମାତି କରି ଯଦି ଆମକୁ ଯଦି ପ୍ରକାର ହଇରାଣ କରୁଛି ଗାଁ ଲୋକକୁ କି ଯୋଉ ଜନଗହଳି ଜାଗାରେ, ତାହେଲେ ଏଇ ଜନସାଧାରଣ କୌଣସି ସୁରକ୍ଷିତ ପାଇପାରୁନାହାନ୍ତି। ସେଟା ପ୍ରଶାସନ ଆମେ ଦାବି କରୁଛୁ କେମିତି ପୋଲିସ ପ୍ରୋଟେକ୍ସନ ଦିଆଯାଇକରି ଏଇ ଯୋଉ ଚୋର ପ୍ରାଦୁର୍ଭାବ ରହିଛି ତାକୁ କେମିତି ରୋକିବା ପାଇଁ ବ୍ୟବସ୍ଥା କରାଯାଉ।